ଆପଣଙ୍କ ପରିଶ୍ରମ ଏଠି କେହି ବି ଦେଖନ୍ତି ନାହିଁ। ଯୋଉ ପର୍ଯ୍ୟନ୍ତ ଆପଣ ଆପଣଙ୍କ ଜୀବନରେ ସକ୍ସେସ୍ ନ ପାଇଛନ୍ତି ସେ ପର୍ଯ୍ୟନ୍ତ ଏଠି କେହି ବି ଆପଣଙ୍କୁ ସମ୍ମାନ କରନ୍ତି ନାହିଁ। ଏଇ କଥାକୁ ନେଇ କିଛିଟା ପଏଣ୍ଟ ମୁଁ ନୋଟ୍ ଡାଉନ୍ କରିଥିଲି, ଗୋଟିଏ ଗୋଟିଏ ଆପଣଙ୍କ ସାମ୍ନାରେ ରଖିବା ପାଇଁ ଚାହିଁବି। ପ୍ରଥମ ପଏଣ୍ଟ, ଯୋଉ ସମୟରେ ଆପଣ ସକାଳୁ ଉଠନ୍ତି ତାହା କେହି ବି ଦେଖନ୍ତି ନାହିଁ। ଯୋଉ ସମୟରେ ଆପଣ ନିଜ ସ୍ୱପ୍ନ ପାଇଁ ପରିଶ୍ରମ କରନ୍ତି ତାହା କେହି ବି ଦେଖନ୍ତି ନାହିଁ। ଆଉ ଯୋଉ ସମୟରେ ଆପଣ ଫେଲ୍ ହୋଇ ପୁଣି ଥରେ ଟ୍ରାଏ କରନ୍ତି ତାହା କେହି ବି ଦେଖନ୍ତି ନାହିଁ। ବନ୍ଧୁ, ଯେତେବେଳେ ଆପଣ ସୋସିଆଲ ମିଡ଼ିଆ ଖୋଲନ୍ତି ସେତେବେଳେ ଆପଣ ସମସ୍ତଙ୍କୁ ଏଇଭଳି ଦେଖନ୍ତି କି ସମସ୍ତଙ୍କ ଲାଇଫ୍ ବେଟର୍ ଅଛି, ଆପଣ ପଛେ ରହିଯାଇଛନ୍ତି। ଆଉ ସେଇ କମ୍ପାରିଜନ୍ ଜିନିଷଟା ଯୋଉଟା ସେମାନଙ୍କ ସହିତ ଆପଣ ନିଜକୁ କମ୍ପେୟାର କରିଦେଉଛନ୍ତି, ସେଥିପାଇଁ ଆପଣଙ୍କୁ ଲାଗୁଛି କି ଆପଣ ପଛରେ ରହିଗଲେ। ଗୋଟିଏ କଥା ମନେ ରଖିବେ, ସୋସିଆଲ ମିଡ଼ିଆରେ ଯାହା ବି ଆପଣଙ୍କୁ ଦେଖାଯାଉଛି କେବଳ ସକ୍ସେସ୍, ତା ପଛର ଦୁଃଖ କାହାଣୀ ଏଠି କେହି ବି ଦେଖାନ୍ତି ନାହିଁ। ଆଜି ଯୋଉ ବି ମଣିଷ ତା ଜୀବନରେ ସକ୍ସେସ୍ ପାଇଛି ତା ପଛରେ ଗୋଟେ ଦୁଃଖ ଭରା କାହାଣୀ ରହିଛି। ରିଜେକ୍ସନ୍, ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହି ପରିଶ୍ରମ କରିବା, ଫେଲ୍ ହବା, ଏସବୁ ରହିଛି। ଗୋଟିଏ ଜିନିଷ ଆଜ୍ଞା, କି ଲୋକଙ୍କୁ ଭ୍ୟାଲିଡେଟ୍ କରିବା ପାଇଁ ଆପଣ କାମ କରନ୍ତୁନି, ଆପଣ ନିଜ ଫ୍ୟୁଚର ପାଇଁ କାମ କରନ୍ତୁ। ଦେଖିବେ ଡେଫିନେଟଲି ଆପଣ ଆପଣଙ୍କ ଜୀବନରେ ଭଲରେ ରହିବେ।